समस्त भागवत प्रेमी एवं सर्वाग्रे आजिकार सत्संग कार्यक्रम आमर पूज्य सभापति कार्यकारी सभापति उपसभापति समस्त कर्मकर्ता उपस्थित समस्त भद्र व्यक्ति माँ भौणी मानू मोर भक्तिपूत प्रणाम जनाऊँ। जय जगन्नाथ। आज भागवत विषय दीपद कथावार्ता पूज्य सभापति मत प्रथम चयन कर प्रथम आगे कृतज्ञता जनाऊँ। भागवत आमे समस्ते भागवतर सेवक एकाठी होचे। भागवत भितर अनेक गूढ़ तत्व निहित अच्छी से बाबद आम गोटे गोटे सभा गोटे गोटे तत्व आलोचना कर समय स्वल्पता आमर 10टा ରୁ 2टा समय दि जाऊे प्रकृत पक्षे 12टा ରୁ 2टा 2 घंटा मात्र सभा कार्य चलुची। से समय भितर सीमित समय भितर कथा रखा पड़ुଛି। गोटे चतुर्थ स्कंदर वर्तमान पर्यंत समस्ते प्राय चतुर्थ स्कंद जाए पढ़े। चतुर्थ स्कंदर गोटे छोटे उपाख्यान मुझे आज चतुर्थ स्कंदर प्राचीन नरपति प्राचीन बरहैस नरपति नाम जन नरपति थे आप जानी सी होती आपंकर जो प्राचीन नरपति कथा भागवतर चतुर्थ स्कंदर 24 अध्याय पढ़े। 24 अध्याय आप समस्ते देखिए महाप्रभु अवतार अंशावतार पृथु वंश प्राचीन बरहैस नाम एक पुत्र जात हो राजत्व कले। कौन कले से कथाटी टिके पूर्व शुणीते भल होता। समय तो कम सर्टकट कहूँ। प्राचीन शतद्रुति नामी समुद्र नरपति शतद्रुति नामी समुद्र दुईटा को विवाह कले। गर्भ प्रचेतस 10 भाई जन्म हेले। आपण को एक कहवार उद्देश्य है आपण मैंने समस्ते जानते द्रौपदी पंचु पांडव को विवाह करते किंतु भागवतर विषय प्रचेतस 10 भाई जन को विवाह कर। बर्तमान मुझे विषय आपण जनवाक जाऊँगी जे प्रचेतस 10 भाई जो प्राचीन नृपतिगण शतद्रुति नामे समुद्र द्वितीगण ठार जन्म हेले से प्रचेतस 10 भाई कथा कहूँ। से 10 पुत्र आत्मा एक आत्मा एक सी जो जन्म हेले पिता कहले तमें विवाह कर प्रजा सृष्टि कर। सी नहीं कले पिता कथार अमंग हो भगवान को ध्यान करने चलीगले। पढ़ी तपसाधन आगमन पथरे भेटिले ईशान गोटे नुआ कथा। ये 10 भाई जिते
ତପ ସାଧନ କରିବାକୁ ଯାଉଛନ୍ତି ଭଗବାନ ଶିବ ଶଙ୍କର ତାଙ୍କୁ ଆସି ବାଟରେ ଦେଖାଦେଲେ। ଆପଣମାନେ ଜାଣିଛନ୍ତି ଯେଉଁମାନେ ତପସ୍ୟା କରନ୍ତି ତପସ୍ୟା ନିଗୋଳ ତପସ୍ୟା କରିବା ପରେ ତାଙ୍କୁ ବ୍ରହ୍ମା ବା ବିଷ୍ଣୁ ବା ନାରାୟଣ ଦର୍ଶନ ଦିଅନ୍ତି। କିନ୍ତୁ ଏ 10 ଭାଇ ତପସ୍ୟା କରିବାକୁ ଯାଉଥିବା ବାଟରେ ଭଗବାନ ଶିବ ଶଙ୍କର ଆସି ତାଙ୍କୁ ବାଟରେ ଭେଟିଲେ। ମାନେ ସେଇ କଥାଟି ଯେତେବେଳେ ଆପଣମାନେ ପଢ଼ିବେ 24 ଅଧ୍ୟାୟ 4th ସ୍କନ୍ଧର 24 ଅଧ୍ୟାୟରେ ପଢ଼ିବେ ଦେଖିବେ ସିଏ ଆସିକିରି ସେତେବେଳେ ବିଦୁର ପ୍ରଶ୍ନ କରୁଛନ୍ତି ମୈତ୍ରେୟଙ୍କୁ ଯେ ଆଜ୍ଞା ସମସ୍ତେ ଭଗବାନଙ୍କୁ ତପସ୍ୟା କରନ୍ତି କିନ୍ତୁ ଇଏ ଓଲଟା କଥା କେମିତି ହେଲା ଯେ ଭଗବାନ ଆସିକି ତାଙ୍କୁ ଇଏ ତପସାଧନ କରିବାକୁ ଯାଉଛନ୍ତି ତାଙ୍କୁ ବାଟରେ ଭେଟ କରୁଛନ୍ତି। ଗୋଟେ ଆଶ୍ଚର୍ଯ୍ୟର କଥା। ସେଇଠି ମୈତ୍ରେୟ ମହାମୁନି କହିଛନ୍ତି ଏଇଟା ତପସ୍ୟା କରିବାକୁ ସେମାନେ ଯେହେତୁ ପରମ ଭକ୍ତ ତେଣୁ ଭକ୍ତଙ୍କୁ ଦେଖିବାକୁ ଆସୁଛନ୍ତି। ସେଠି କଣ କଲେ ଭଗବାନ କଣ କହିଲେ ଶୁଣନ୍ତୁ ବାଟେଣ ଭେଟି ନେଇସାନ କିନ୍ତୁ ଭାଗବତରେ ରୁଦ୍ର ଗୀତା ଅଛି। ଆପଣମାନେ ଶୁଣିଛନ୍ତି ଆମେ କହିପାରୁନି ଭାଗବତ ଯିଏ ପଢିଥିବ ସିଏ ରୁଦ୍ର ଗୀତା ପଢିବ। ଇଏ ଆପଣ ଗୀତା ପଢୁଛନ୍ତି ଏଇଟା ହଉଛି ନାରାୟଣଙ୍କର ସିଏ ରୁଦ୍ରଙ୍କର ଗୀତା ଭାଗବତରେ ଅଛି। ସେ ରୁଦ୍ର ଗୀତାକୁ ସିଏ ପାଠ କଲେ ରୁଦ୍ର ଗୀତା ଶୁଣେଇଲେ 10 ଭାଇଙ୍କୁ 10 ଭାଇଙ୍କୁ ରୁଦ୍ର ଗୀତା ଶୁଣେଇଲେ। ଆପଣମାନେ ଦେଖିବେ ପଢିବେ 4th ସ୍କନ୍ଧର 24 ଅଧ୍ୟାୟ ଠାରୁ 30 ଅଧ୍ୟାୟ ପର୍ଯ୍ୟନ୍ତ ବିଭିନ୍ନ ବିଷୟରେ ରୁଦ୍ର ଗୀତା ବିଷୟରେ ଆଲୋଚନା କରାଯାଇଛି। ଏତେ କଥା କହିବାକୁ ସମୟ ନାହିଁ। ତେଣୁ ସେଇ ଯେଉଁ 10 ଭାଇ ଗଲେ ତାଙ୍କୁ ଈଶାନ ଭେଟିକିରି ଈଶାନ ମାନେ ଶଙ୍କର ତାପରେ ସେମାନେ ସେଇ ଯେଉଁ ଦୀକ୍ଷା ପାଇଲେ ସେ ଦୀକ୍ଷା ପାଇ 10 ଭାଇ ସମୁଦ୍ରେ ପ୍ରବେଶିଲେ ଯାଇ ସେଠି ଦେଖାଦେଲେ ଶଙ୍କର ଭଗବାନ। ତାପରେ ଇଏ ତପସ୍ୟା କୋଉ ସାଧିଲେ ସମୁଦ୍ର ଭିତରେ ପାଣିରେ ବସି ତପସ୍ୟା ସାଧିଲେ। ଆପଣମାନେ ନୂଆ ନୂଆ କଥା ଶୁଣି ନଥିବେ ରୁଦ୍ର ଗୀତା ଶୁଣି ନାହାନ୍ତି ଆପଣଙ୍କ ଶୁଣିନାହାନ୍ତି ପାଣିରେ କେହି ଜାଗାରେ ତପସ୍ୟା କରୁନାହାନ୍ତି। ଏ ପ୍ରତ୍ୟେକ 10 ଭାଇ ପାଣିରେ ତପସ୍ୟା କଲେ। ପାଣିରେ ତପସ୍ୟା କଲେ ଛାନିଆ ହେଇକି ଭଗବାନ ନାରାୟଣ ଆସି ତାଙ୍କୁ ଦର୍ଶନ ଦେଲେ। ନାରାୟଣ କଣ କହିଲେ ଶୁଣିବା ଆସନ୍ତୁ ଶୁଣ ହେ ନୃପତି ନନ୍ଦ ନାମରେ ଜଣେ ଅପ୍ସରା ଆସି ତାଙ୍କ ତପସ୍ୟା ଭଗ୍ନ କରିବା ସମୟରେ ସିଏ ତାଙ୍କ ରୂପ ଯୌବନରେ ମୁଗ୍ଧ ହୋଇ ତାଙ୍କ ସହିତ ରତି କଲେ ଏବଂ ସେଇ ଅପ୍ସରାଙ୍କ ଗର୍ଭରୁ ଗୋଟିଏ କନ୍ୟା ଜାତ ହେଲା। ସେ ଅପ୍ସରା ସାଙ୍ଗେ ସାଙ୍ଗେ ସେ କନ୍ୟାଟିକି ଜନ୍ମ ଦେଇ ସେଇ ଜଙ୍ଗଲରେ ଛାଡ଼ି ଦେଇକି ପଳାଇଗଲେ ସ୍ୱର୍ଗକୁ ପଳେଇଲେ। ଋଷି ତାଙ୍କ ବାଟରେ ଇଏ ମା ଗଲେ ଭାରି ବାପା ବି ଗଲେ ଭାରି କନ୍ୟାଟି ପଡ଼ିକି କାନ୍ଦିଲା। ଆଶ୍ଚର୍ଯ୍ୟର କଥା ଗୋଟେ ଆଶ୍ଚର୍ଯ୍ୟ କଥା ଆପଣ ଭାଗବତର କଥା ଶୁଣନ୍ତୁ। ବୃକ୍ଷମାନେ ତାକୁ ଯାଇ ଜଗିଲେ। ବୃକ୍ଷମାନେ କଣ ଆଜ୍ଞା ଚଳନ୍ତି ସେମାନେ ଅଚଳନ୍ତି ଯିବ କିନ୍ତୁ ସିଏ ଚଳିଲେ ଏବଂ ଯାଇ ସେ ପିଲାଟିକି ରକ୍ଷା କଲେ। ତାପରେ କଣ ହେଲା ଆଜ୍ଞା ସେଟା ରାତ୍ରି ସମୟରେ କଣ କଲେ
ନା ଭଗବାନ ଆସିଲେ କିଏ ଆପଣଙ୍କର ନିଶାକର। ନିଶାକର କ'ଣ କଲେ ମାନେ ଚନ୍ଦ୍ର ତାଙ୍କର ତର୍ଜନୀ ଆଙ୍ଗୁଳିକି ତା ହାତରେ ଚୁଚୁମାଇ ଦେଲେ, କହିଲେ ତୁ ଏଇଥିରୁ ସୁଧା ପାଇବୁ ବଞ୍ଚିବୁ। ସେଇ ଆଙ୍ଗୁଠିକି ଚୁଚୁମିକିରି କ୍ଷୁଧା ହରଣ କଲା, ଅମୃତ ପାଇଲା। ସେ କନ୍ୟାର ନାଁ ହେଲା ଆଜ୍ଞା ମାରିସା। ଏ ପ୍ରତ୍ୟେକ 10 ଭାଇ ସେଇ ମାରିସାଙ୍କୁ ବିବାହ କଲେ। ଆପଣମାନେ ଦେଖନ୍ତୁ 10 ଭାଇଙ୍କର ଜନ୍ମ କଥା ଦେଖିଲେ, ତାଙ୍କ ତପସ୍ୟା କଥା ଦେଖିଲେ, ଭଗବାନ ନାରାୟଣ ଭଗବାନ ଶଙ୍କର ତାଙ୍କୁ ଦର୍ଶନ ଦେଲେ। ତାପରେ ଆସିଲେ ବ୍ରହ୍ମା, କ'ଣ କହିଲେ ନା ତମେ ଏଇ 10 ଭାଇ ଯାକ ଏଇ କନ୍ୟାଟିକୁ ବିବାହ କର। ଏମାନେ ତାପରେ କ'ଣ କହିଲେ ଦକ୍ଷିଣେ କନ୍ୟାକୁ ବରିଲେ ବିଧାତା ନିଜ ପୁରେ ଗଲେ କନ୍ୟାକୁ ସେ ବିବାହ କଲେ। ତାପରେ କ'ଣ ହେଲା ଆସନ୍ତୁ ଜାଣିବା। ତଦନ୍ତେ ଶୁଣ ହେ ବିଦୁର জন্মিলে রক্ষ প্রজাপতি যে পুরে রমাত সম্পত্তি ବ୍ରହ୍ମାଙ୍କ ପିଲା ପୁଅ। କିନ୍ତୁ ଆପଣ ଶୁଣୁ ବର୍ତ୍ତମାନ ମୁଁ କହୁନି ଭାଗବତ କହୁଛନ୍ତି। ଇଏ ହଉଛନ୍ତି ପ୍ରତ୍ୟେଶ 10 ଭାଇଙ୍କ ପୁଅ ଦକ୍ଷ ପ୍ରଜାପତି। କେମିତି ହେଲେ? ଦକ୍ଷ ପ୍ରଜାପତି ତ ସେ ଯୁଗର କଥା, ଇଏ ବର୍ତ୍ତମାନ କେମିତି ହେଲେ ଆସନ୍ତୁ ଜାଣିବା। ଗିରିଶ ନିନ୍ଦା ପୂର୍ବେ ଗର୍ଭଯାତନା କଷ୍ଟ ତେଣୁ ଏ ଗିରିଶଙ୍କୁ ମାନେ ହିମାଳୟକୁ ନିନ୍ଦା କରିଥିଲେ। କିଏ? ଆପଣମାନେ ଜାଣିଛନ୍ତି ଯେତେବେଳେ ସତୀଙ୍କର ଦାହ ହେଲା, ତାପରେ ଯେତେବେଳେ ଭଗବାନ ଶଙ୍କର ଆସି ତାଙ୍କ ମସ୍ତକ ଛେଦନ କଲେ, ଦକ୍ଷ ପ୍ରଜାପତି ଗଲେ, ସବୁ କଥା ଭାଗବତରେ ପଢା ଯାଇଛି। ବର୍ତ୍ତମାନ ସେ କଥା ଆସିଲା, କ'ଣ ହେଲା? ଚାକ୍ଷୁଷ ମନ ଧର দক্ষ কনমল বিলে প্রজা সৃষ্টি করে প্রজা সৃষ্টি করে সে সর্বকর্মে দক্ষ ସମସ୍ତେ ଭାଗବତର ସେବକ, ଭାଗବତର ପାଠକ, ଭାଗବତର ଜ୍ଞାନୀ ଗୁଣୀ। ଆପଣମାନଙ୍କର ଚତୁର୍ଥ ସ୍କନ୍ଧର ଗୋଟିଏ 24 ଅଧ୍ୟାୟ ଠାରୁ 30 ଅଧ୍ୟାୟ ଭିତରେ ଆପଣମାନେ ଦେଖିବେ ଯୋଉ 10 ପ୍ରତ୍ୟେକ ଭାଇଙ୍କର କଥା, କେତେ ନୂଆ ନୂଆ କଥା ଆପଣମାନେ ଶୁଣିଲେ। ଭାଗବତରେ
ଅନେକ ତତ୍ତ୍ୱ ନିହିତ ଅଛି। ଦୟାକରି ସମସ୍ତ ଭାଗବତ ପ୍ରେମୀମାନଙ୍କୁ ନିବେଦନ, ସେମାନେ ଭାଗବତ ତତ୍ତ୍ୱର ଏଇଭଳି ଆଲୋଚନା କରନ୍ତୁ। ଆଉ ଅନ୍ୟ ସବୁ ଟପିକରେ ଆଲୋଚନା କରି ସମୟ ଭାଗବତ କାର୍ଯ୍ୟକ୍ରମରେ ନ ବିତେଇବାକୁ ମୁଁ ବିଶେଷ ଅନୁରୋଧ ନିବେଦନ କରୁଛି। ଏବଂ ସର୍ବଶେଷରେ ଏତିକି କହିବି ଯେ ଆମର ଭାଗବତ କର୍ମୀମାନେ ଯେଉଁମାନେ ମା ଭଉଣୀମାନେ ଆଗ୍ରହ ସହକାରେ ଆସୁଛନ୍ତି, କିଛି ନୂଆ ନୂଆ କଥା ଜାଣିବା ଦରକାର। ତେଣୁ ଆମେ ସମସ୍ତେ ନୂଆ ନୂଆ ବିଷୟରେ ଆଲୋଚନା କରିବାକୁ ମୁଁ ଏବେ ବାରମ୍ବାର ନିବେଦନ କରି ମୋର ବକ୍ତବ୍ୟ ସମାପ୍ତ କରୁଛି। ଜୟ ଜଗନ୍ନାଥ। ଧନ୍ୟବାଦ। ଶ୍ରୀଯୁକ୍ତ ସାହୁବାବୁ ମହୋଦୟ ସୁନ୍ଦର କଥା କହିଲେ। ଭାଗବତ ପଢିଲେ କଣ ଉପକାର ମିଳେ? ଆଜ୍ଞା ଯାହା କହିଲେ କିଏ କହିପାରିବେ? ମା ମାନେ ଭାଗବତ ପଢିଲେ କଣ ହୁଏ? ଭାଗବତ ପଢିଲେ ମାୟା ସଂସାରରେ ଆମେ ଯୋଉ ଆସିଛେ, ଏ ଭାଗବତର ଅନ୍ୟ ନାମ ହଉଛି ଶ୍ରଦ୍ଧା, ଏ ଭାଗବତର ଅନ୍ୟ ନାମ ହଉଛି ପ୍ରେମ, ଏ ଭାଗବତର ଅନ୍ୟ ନାମ ହଉଛି ଶାନ୍ତି, ये भागवतर अन्य नाम होती त्याग, भागवतर अन्य नाम होती सेवा उल्टेले बासे, भागवतर अन्य नाम होती श्रीमद् भागवत महापुराण पारमहंस संहिता। ये होते परमहंसଙ୍କର संहिता। ये कथाबार्ता बंद करिवे, ये सत्संग चालिছে যা ইচ্ছা তা কর, কাହା কিন্তু চলিবনি। ଭଲ ଛଡା ମନ୍ଦ କଲେ ପରିସ୍ଥିତି ଛାଡି କିଏ ପାଟି ନ କରନା। ମୋବାଇଲ ସୁଇ ଦୟାକରି ଅଫ୍ କରିଦିଅ। ତ भागवत होची आमर ए ओडिशार अस्मिता। भागवत द्वारा जीव परमात्मा प्राप्ति हुए। गीता भागवत अध्याय लेखा पढ़िले प्रत्येक दिन आपण माने सबदिन पढ़ुचंदी ना मु जानिनी, आशा करूची परिवार निश्चित भागवत अथवा गीता अध्याय पढ़ा होतो। आपण कबे समय होनी, ठीक अछि। जदि समय न होची नातुणी कहतु, नाती कहतु, पुओ कहतु, झीओ कहतु, बोहू कहतु, तू टिके अध्याय भागवत पढ़ी सकाळ पढ़, दिन पढ़, राति पढ़, तार समय सेमती किछि ना। भगवान को जेतेबेले आपण डाकी पारिबे ना, तार गोटे निर्बंध अछि टाइम किछि ना। प्रभु को आपण जेमति आखकु जेमति खाइले, जो तो खाइले से पिता लागिबनि मित्रा रुचुना जो बड़ आज्ञा ଆପଣ ଜାଣିଛନ୍ତି ନା ଗୋଟେ କଥା କହୁଛି। ଥରେ ହନୁମାନ ମହାବୀର ହନୁମାନ ରାମଙ୍କ ଦର୍ଶନ କରିବାକୁ ଆସିଥିଲେ। ଆକାଶ ପଥରେ ସେ ଯାତାୟାତ କରନ୍ତି ଉଡ଼ି ଉଡ଼ି ଆସିଲା ସମୟରେ ଜଣେ ବ୍ୟକ୍ତି ମଳତ୍ୟାଗ କରୁଛି, ଜୟ ଶ୍ରୀରାମ କହୁଛି, ମଳତ୍ୟାଗ କରୁଛି, ଜୟ ଶ୍ରୀରାମ କହୁଛି। ହନୁମାନ ଶୁଣିଲେ ଜୟ ଶ୍ରୀରାମ କୁଆଡେ ଆସୁଛି, ଯୋଉଠି ଆସିଲା ଶବ୍ଦ ସେଇଠି ଓହ୍ଲେଇକି ଯେତେବେଳେ ଯାଇ ପହଞ୍ଚି ଦେଖିଲେ ଲୋକଟି ମଳତ୍ୟାଗ କରୁଛି। ମୋ ଭଗବାନଙ୍କ ନାଁ କହୁଛି, କହି ଗୁଡ଼ା ବ୍ରହ୍ମ ଜାଗା ତାକୁ ଦେଲେ। ସେ ଚାପୁଡ଼ା ଖାଇ ସେ ଜୀବନ ଛାଡ଼ିକି କାନ୍ଦି କାନ୍ଦି ଘର ପଳେଇଲା। ହନୁମାନ ଆସି ରାମଚନ୍ଦ୍ରଙ୍କ ପାଖରେ ପହଞ୍ଚିଗଲେ। ରାମଚନ୍ଦ୍ର ଦେଖିଲେ, ରାମଚନ୍ଦ୍ର ଆସି ମୁଣ୍ଡିଆ ମାରନ୍ତି, ରାମଚନ୍ଦ୍ର ଗାଲ ନାଲି ପଡ଼ିଯାଇଛି। ये सेठू कहले, प्रभु आपनकर कौन है ना, तू मारिलो ना, मु केतर मारिली आगे, मु एबे आसिली ना, बाटरे मारिलो ना, नाई आगे मु काक मारिली ना, मो ना जे दोदरा ताके मारिलो। तू परा कहतलु ना बोला प्रभु, ना प्रभु बड़ रे, प्रभु नामटा बड़, प्रभु बड़ नदी तांकर नामटा बड़। तू मते शिखाई देलु ना, जेतेबेले महानदी रे जेतेबेले समुद्र रे सेतु बंधन करतलु, मो ना कति पत्थर लगे देलु, से भासीला, किंतु मु पत्थरटी पकड़ से बुड़ी गला। तू मते बुद्धि शिखे तो आज केमती बुद्धि शिखेलु आगोटा गोटे तो सपना मारिकी ना, आज्ञा मु जमा मारिनी ना। देख कौन मारिकी कौन हेती, देख मो भक्त जय श्रीराम कहला, तार एते अपराध होला, तू तार मारु ना, आगे मलत्याग करतला ना, मलत्याग कलु। तू पूरा कांदेकी जाउछु, रामकृष्ण को डाकिकी जाउछु, हरिराम को सब कांदेकी डाकुछ, तार मलत्याग कर डाकिले असुविधा कोन होला। तेणु आज्ञा जो कथा सभापति कहले, स्थान काल पात्र समय किछि नाही, भगवान को आपण सब डाकी पारे। जय जगन्नाथ। एडे बड़ मूल्यवान कथा कहले, आपण सुनितबे। तो क्षण प्रहरे जेबा नीति सब दिन सुने और सुनाए एक चिते।
হব কଣ হব না সপ্তପୁରୁଷ ଉଦ୍ଧାର ହେଇଯିବ। ଆଉ କେତେଟା କୂଳ ଜାଣିଛନ୍ତି? 7 କୂଳ ଉଦ୍ଧାର କରିବେ ଭାଗବତ। କଳେ କେତେ କୂଳ ଯେ ମାତୃ କୂଳ ଗୋବିନ୍ଦ ପତ୍ନୀ କୂଳ ଯେ ଭଗ୍ନୀ କୂଳ ଗୋବିନ୍ଦ ମାଉସୀ ପିଉସୀ ଜୁଆଇ ଗୋବିନ୍ଦ ଏ ସର୍ବସ୍ୟ ପରି ଗୋବିନ୍ଦ ଶ୍ରଦ୍ଧା ଭାବରେ ଯେ ପରି ଗୋବିନ୍ଦ ସପ୍ତପୁରୁଷ ଉଦ୍ଧାର କରି ଗୋବିନ୍ଦ ପ୍ରାଣୀ ଜନ୍ମ ଗୋଟିଏ ଭାଗବତ ଆଶ୍ରୟରେ ପହଞ୍ଚିଲେ କୋଟିଏ ଜଣଙ୍କର ତପସ୍ୟା ମିଳେ। କୋଟି କୋଟି ଥିଲେ କଥାବାର୍ତ୍ତା କୋଟି କୋଟି ଟଙ୍କା ଯଦି ପର୍ବତ ଭଳିଆ ଲକ୍ଷ ପର୍ବତ ଓଜନର ସୁନା ଟଙ୍କା ଦେବେ ଅଜାଣିବେ ଭାଗବତ ଅଧ୍ୟାୟ ଯୋଉ 10 ମିନିଟ ଶୁଣିବେ କଣ ହଉଛି ବାବା କଣ ହଉଛି। ତେଣୁ କୋଟିଏ ଟଙ୍କା ଥିଲେ ଗୋଟିଏ ଭାଗବତ ଆଶାରେ ବସି ପାରିବେ ନାହିଁ 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 ଏ କଥା ମାନେ ନିରନ୍ତର ସତ୍ୟ ନିର୍ଯାସ। ଆପଣମାନେ ଯଦି ଆଜି ବସିଛନ୍ତି ଏଠି ଆମେ ଯଦି ଏଇଠିକି ଆସିଛୁ ଚିତ୍ତମାନଙ୍କୁ କୋଟିଏ ପ୍ରଣାମ। କାରଣ ଏ ଭାଗବତ ସଂଘରେ ବସିବା ପାଇଁ ଡକରା ହେଇଛି। କିନ୍ତୁ ଯଦି ଜଣେ ସ୍ୱଇଚ୍ଛାରେ ଆସେ ସିଏ ବେଶୀ ତାର ପୁଣ୍ୟ ହୁଏ ସାଧାନ୍ତି ହଁ କି ନାହିଁ। ଆମକୁ ଜଣେଇ ନାହାନ୍ତି ଆମେ ଯିବୁ ସତ ସାଙ୍ଗରେ ସାଙ୍ଗ ହବା ତା ନାଁ ସତ ସଙ୍ଗ କେଣମିଆ ସଜ୍ଜନ ସଙ୍ଗ ଭଗବତୀ ଭାରତ ବର୍ଷ ବିଶ୍ୱର ଗୁରୁ ହେଇଛି ଆଉ ହବ କେବଳ ସତ୍ୟ ପାଇଁ। ସତ୍ୟମେବ ଜୟତେ ନାନୃତଂ ସତ୍ୟର ପନ୍ଥା ବିତତ ଦେବୟାନ। ଉପନିଷଦ କହୁଛନ୍ତି ସତ୍ୟରେ କରିବି ସତ୍ୟରେ ମରିବି ଏହି ଆଜ୍ଞା ମତେ ହଉ କହେ ଭୀମ ଭାଇ ଏ ମତ୍ୟ ମଣ୍ଡଳେ ଯଶ ଅଥବା ଅପଯଶ ମତେ ନିନ୍ଦା ମିଳୁ ବା ପ୍ରଶଂସା ମିଳୁ ମୁଁ ସତ୍ୟକୁ ଛାଡ଼ିବିନି। କ୍ଷମା କରିବେ ହାତ ଯୋଡୁଛି କାହାକୁ ମୁଁ ଇଙ୍ଗିତ କରି କହୁନି ଆପଣ ଛାତିରେ ହାତ ଦେଇ ହାତଟା ଟେକି ଦେବେ। ମୁଁ ବର୍ଷକ 12 ମାସ ପ୍ରତି ମୁହୂର୍ତ୍ତରେ ସତ କହୁଛି ସତ କର୍ମ କରୁଛି। ଜଣକେ ହାତ ଟେକି ହେ ଭଗବାନ ମୁଁ ବି ହାତ ଟେକୁନି କ୍ଷମା କରିବେ। ଆଉ କୋଉଠି ହେଲାଣି କେତେବେଳେ ପାଟିରୁ ବାହାରୁଛି ମୋ ପାଖରେ ଆଗେ 5 କିଲୋମିଟର ବାଟରେ ମୁଁ ତ 14 କଲେଜ ପାଖରେ ଅଛି ପାଖରେ କାହିଁ କହିଦେଲି। ହେ ମା ଯୋଉମାନେ ମାଇକି ମାଧ୍ୟମରେ ଶୁଣୁଛନ୍ତି ଏ ମୂଲ୍ୟବାନ କଥା ଏ ଦିନହୀନ ଅକିଞ୍ଚନ ମୂଲ୍ୟବାନ ମୋ କଥା ଦୀପ ଶୁଣ। ସତ୍ୟ ମିଥ୍ୟାକୁ ଚିହ୍ନି ପାରିବାର ଯୋଗ୍ୟତା ବା ପରଖିବାର ଅନ୍ୟ ନାମ ହେଉଛି ବିଜ୍ଞତା। ସତ ହଉଛି ସତ ମିଛ ଯିଏ ଜାଣେ ସେ ହଉଛି ଜ୍ଞାନୀ। ସତଟି ହଉଛି ଆଦିତ୍ୟ ଆତ୍ମା ରୂପୀ ସନାତନ ଯିଏ ଅଛନ୍ତି ଭାଗବତ ସନାତନ ତେଣୁ ଯିଏ ସତ୍ୟକୁ ଆପଣେଇଛି ସତ୍ୟଟି ହଉଛି ଆତ୍ମା ମିଛଟି ହଉଛି ଶରୀର। ଏ ଝିଅ କାଲି ତୁ ବାପା ମାଙ୍କୁ ଶ୍ୱଶୁର ଶାଶୁଙ୍କୁ ଆପଣ ତ ପ୍ରଣାମ କରୁଛନ୍ତି ଯଦି ବ୍ୟତିକ୍ରମ ହଉଥାଏ କ୍ଷମା କରିବେ ଟିକେ ପ୍ରଣାମ ଅର୍ପଣ କରିବେ ସବୁଦିନ। ଦିନେ ଦିନେ ଟିକେ ଅବାଗିଆ ଲାଗିବ ନାଇଁ କାରଣ ଆଗରୁ ତ ଅଭ୍ୟାସ ହେଇନି ନା। ପ୍ରାତ କଲେ କେଉଁଠି ରଘୁନାଥ ମହି ପିତୁ ମାତୁ ଗୁରୁ ପଦ ମାଥା ପରିବାର କହିଲା ହେ ପିଲାରେ ତୁ ଭଗବାନ ହେଇଯାଉଛୁ। ଯଦି ଦୁନିଆରେ ଚନ୍ଦ୍ର ସୂର୍ଯ୍ୟ ଘର ନଥାଏ ରାମ ହେଇଗଲେ ଭଗବାନ। ପ୍ରାତ କାଳେ କେଉଁଠି ରଘୁନାଥ ମାନସ ରାମଚନ୍ଦ୍ର ମାନସ ତୁଳସୀଦାସ କହିଲେ ସୂର୍ଯ୍ୟ ଉଦୟ ପୂର୍ବରୁ ସେ ଉଠନ୍ତି ପ୍ରାତ କାଳ କାହାକୁ ଫୁଟିନି ଅନ୍ଧାର ଫୁଟିନି ମନ୍ଦାର ବ୍ରାହ୍ମ ମୁହୂର୍ତ୍ତ ଛାଡ଼ିବ ଛାଡ଼ିବ ହେଉଛି ଛାଡ଼ି ନାହିଁ ତମସା
ଫିଟାଇ ଦେଉଛି ଓଢ଼ଣା ଉଷା ଦଶାର ଦଶା। ସୂର୍ଯ୍ୟ ଉଦୟ ପୂର୍ବରୁ ରାମ ଉଠନ୍ତି। ବାପା ମାଙ୍କୁ ଜୁଆରନ୍ତି ସେ ଭଗବାନ ହେଇଗଲେ। ହଁ କି ନାଇଁ? ଆମେ କେଇଟା ବେଳେ ଉଠୁଛେ ମହାଦେବ ମୋ ପାଲା ପାଳିଆ କହିବ ତ ଭୋର 10টাରେ ଶଙ୍କର କରେ। ଆରେ ତୋ ପାଇଁ କଣ ଭୋର ନା ଯେତେବେଳେ ଉଠିବୁ ମୋ ପାଇଁ ଭୋର ଯାହା ବଡ ଆନନ୍ଦର କଥା। ସମୟକୁ ଗଢି କରିବାନି। ଭାଗବତ ଇଏ ହଉଛି ଭାବଗତ ଯସ୍ୟ ସହିତ ଭାଗବତ। ସତ୍ୟ ମିଳିବା ଆଗରେ ସତ୍ୟ କଣ ଆପଣ ଜାଣିବେ, ମିଛରୁ ଦୂରେଇ ଯିବେ। ଭାଗବତ ଯୋଉଠି ଅଛି, ଯୋଉ ଘରେ, ସେ ଘରେ ସର୍ପ ଭୟ ହବନି, ମା ଚୌର ଭୟ ହବନି, ରାଜଦଣ୍ଡ ଭୟ ହବନି, ନବଗ୍ରନ୍ଥର ରିଷ୍ଟ ଖଣ୍ଡନ ହବ। ହନୁମାନଜୀ ଯାଇ ସେଠି ଭାଗବତ ଶୁଣିବେ, ହନୁମାନ ପାଖରେ ବସେ। ଏବଂ ପରିବାର ସଂସ୍କାର ବଢିବ। ଆଜି ପରିବାରରେ ଉଶୃଙ୍ଖଳ, ପୁଅ କଥାରେ ଝିଅ ନାହିଁ, ଝିଅ କଥାରେ ପୁଅ ନାହିଁ, ସ୍ୱାମୀ କଥାରେ ସ୍ତ୍ରୀ ନାହିଁ, ସ୍ତ୍ରୀ କଥାରେ ସ୍ୱାମୀ ନାହିଁ। କହିଲେ କହିବ କହୁଛି କ୍ଷମା ଦେବ। ହଉଛି ନା ନାଇଁ? କାହିଁକି ହଉଛି? ଭାଗ କିସକେ नहीं है। नेहरू कहला आवर फर्स्ट प्राइम मिनिस्टर ऑफ इंडिया, भारत का प्रथम प्रधानमंत्री पंडित नेहरू। तो भाग्य किसके नहीं है, भाग अपने बनाना पड़ता है। निज भाग्य को हमें नष्ट करके निज हाथ देवे। अपना कला कर्म मान भागवत कहले जो होई सावधान अपना हाथ जीवा छे तार पछी प्रतिभा बहुत गेला कर देले से सुन नेडी गुडो कोने के गला मो भाग्य बस छला हो ये कली जुग नुह, ये हूँ कला जुग। जहाँ करेंगे ता पाइबे। माँ जदि आपण मैंने ये बसी पूर्व जन्म सुख, पिता प्रपिता मानकर आशीर्वाद, बापा माँ अथवा शाशु शशुर की स्वामी कल्याण माँ मान तुम बस आम जदि ये बस पूर्व पुरुषंकर आशीर्वाद क्रमे एक कथा एत कथा कहला जदि मनीष सुधुरबनी आउ कौन सुधुर। हार्ट अटैक सुनीता, ब्रेन स्ट्रोक सुनीता, डायबिटीज सुनीता, से कौन बीपी कौन ना से जो ब्लड प्रेशर सुनीता तो कहीं हो नाई अर्जिला गछ लगे परिवेश संतुलन शीत ताप दुर्भा ए वर्ष वैज्ञानिक मान कहले पानी भी से कहूँ खरा हबनी आसंता को अड़प हम कि वर्षा बेसी हो आमे संकल्प करवा ए वर्ष भगवत दरबार शरण नहीं सेवार वर्ष हो परस्पर संपत्ति साहाय्य करवा। कमल बंटा होता विवेकानंद शिक्षा केंद्र 14 से कार्यक्रम सारी आसु असरा निशा लोक साहाय्य करंतु। गीता भागवत अपेक्षा पुराण धर्म कीर्तन नाम संकीर्तन अपेक्षा यज्ञ अपेक्षा यज्ञ परिवेश खराब केत मरीजा आम मरीगले दुख ना गछ लगे क्या जो छोट छोट कुनि कुनि पिला भविष्य हे सब यज्ञ नाम त्याग ये क्षेत्र को आम आईचे ये त्याग केमिति आसीब यज्ञ कौन जीवन यज्ञ आद्य ओंकार होचे श्रद्धा मन रख जीवन यज्ञ आद्य ओंकार होचे श्रद्धा जीवन बिनार मधुर झंकार होचे प्रेम। बाबू कटक जी आस्ते आस्ते कथबार्ता है कटक जाते भुवनेश्वर तेणु श्रद्धा सबूरी साई बाबा कहे समस्त को श्रद्धा आउ प्रेम हसी पैसा पड़ुଛି स्नेह कर पैसा पड़ुनी माँ अंगुली अंगुली